ରୋହିତ ତାଙ୍କ କୋଠରୀରେ ଆରାମରେ ବସିଥିଲେ। ଝରକାଗୁଡ଼ିକ ବନ୍ଦ ଥିଲା। ସେ ଭୁଲବଶତଃ ଭିତରୁ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ। ହଠାତ୍ ତାଙ୍କ ମାଉସୀ ଭିତରକୁ ଆସିଲେ। ଦୃଶ୍ୟଟି ଦେଖି ସେ ତୁରନ୍ତ ବାହାରକୁ ଦୌଡ଼ି ଆସିଲେ, କିନ୍ତୁ ସେ ଯାହା କରୁଥିଲେ ତାହା ବନ୍ଦ କରିବା ଆବଶ୍ୟକ ମନେ କଲେ ନାହିଁ। ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କ ମାଉସୀ ପଚାରିଲେ, ତୁମେ ଭିତରେ କଣ କରୁଥିଲ? ସେ କହିଲେ, ମାଉସୀ, ତୁମେ ସବୁକିଛି ଜାଣ। ତୁମେ ମୋ ଠାରୁ କଣ ଶୁଣିବାକୁ ଚାହୁଁଛ? ତାଙ୍କ ମାଉସୀ ଉତ୍ତର ଦେଲେ, ଠିକ ଅଛି, କିନ୍ତୁ ତୁମେ ଯାହା କରୁଥିଲ ତାହା ବନ୍ଦ କରିବା ଉଚିତ ଥିଲା। ସେ ଉତ୍ତର ଦେଲେ, ମାଉସୀ, ମୁଁ କିପରି ଜାଣିଥାନ୍ତି ଯେ ତୁମେ ସେହି ମୁହୂର୍ତ୍ତରେ ରୁମ୍ ଭିତରକୁ ଆସିବ? ମୁଁ କିଛି ଭୁଲ କରୁନଥିଲି। ତାଙ୍କ ମାଉସୀ ଉତ୍ତର ଦେଲେ, ଏହା କଥା ନୁହେଁ, କିନ୍ତୁ ତୁମେ ଜାଣ, ଯେତେବେଳେ କେହି ତୁମକୁ କିଛି କରୁଥିବାର ଦେଖନ୍ତି, ସେମାନେ ମଧ୍ୟ ଏହା କରିବାକୁ ଇଚ୍ଛା କରନ୍ତି। ତାପରେ ରୋହିତ କହିଲେ, ମାଉସୀ, ତୁମେ ଭିତରକୁ ଆସିବା ଉଚିତ। ତାଙ୍କ ମାଉସୀ ଉତ୍ତର ଦେଲେ, ମୁଁ ମଧ୍ୟ ପ୍ରକୃତରେ ପ୍ରଲୋଭିତ, କିନ୍ତୁ ତୁମେ ଜାଣ, ତୁମ ମାଉସା ବହୁତ ଦିନ ଧରି ବାହାରେ ଅଛନ୍ତି ଏବଂ ମୁଁ ଏକା କିପରି ଏହା କରିପାରିବି? ରୋହିତ ତାପରେ କହିଲେ, ମାଉସୀ, ଯଦି ତୁମେ କିଛି ଆପତ୍ତି କର ନାହିଁ, ମୁଁ ତୁମକୁ ସାହାଯ୍ୟ କରିବି। ମୁଁ ତୁମ ସହିତ ସମସ୍ତ କାମ କରିପାରିବି। ତାପରେ ତାଙ୍କ ମାଉସୀ କହିଲେ, ତୁମେ ପାଗଳ ହୋଇଗଲ। ମାଉସୀ ଆଉ କିଛି କହିବା ପୂର୍ବରୁ ରୋହିତ ତୁରନ୍ତ ଦୌଡ଼ି ପଳାଇଗଲେ। ସେ ବହୁତ ଦିନ ଧରି ତାଙ୍କ ମାଉସୀ ସହିତ ଏପରି କରିବାକୁ ଚାହୁଁଥିଲେ, କିନ୍ତୁ ସେ ଏହା କହିବାକୁ ସାହସ କରିନଥିଲେ। କିନ୍ତୁ ଆଜି ତାଙ୍କ ମାଉସୀ ତାଙ୍କୁ ଦେଖିଥିଲେ, ତେଣୁ ଆଜି ଏହା କହିବାର ସଠିକ ସମୟ ଥିଲା ଏବଂ ସଠିକ ପରିବେଶ ମଧ୍ୟ ଥିଲା। ତେଣୁ ସେ ଏହା କହିଲେ। ଏହା ତାଙ୍କୁ ଶିଖାଇଲା ଯେ କିଛି କହିବାର ସଠିକ ସମୟ ଅଛି ଏବଂ ଯେତେବେଳେ ସମୟ ଠିକ ହୁଏ ସେତେବେଳେ କହିବା ଉଚିତ, କାରଣ ସେତେବେଳେ ଜିନିଷଗୁଡ଼ିକ ଭଲ ହେବାର ସମ୍ଭାବନା ଅଧିକ ଥାଏ। ଗୋଟିଏ ରାତିରେ ତାଙ୍କ ମାଉସୀ ଏବଂ ମାଉସା ଛାତ ଉପରେ କାମ କରୁଥିଲେ। ରୋହିତ ସେମାନଙ୍କୁ ଦେଖୁଥିଲେ। ସେ କିଛି ସମୟ ପାଇଁ ଠିଆ ହୋଇ ଦେଖୁଥିଲେ ଯେପରି ତାଙ୍କ ସାମ୍ନାରେ କିଛି ଘଟୁଛି। ସେ ତାଙ୍କ ମାଉସା ଏବଂ ମାଉସୀଙ୍କୁ ଦେଖିବାରେ ମଜା କରୁଥିଲେ। ସେ ତାଙ୍କ ହୃଦୟ ସହିତ କାମ କରୁଥିଲେ। ରୋହିତ ଏପର୍ଯ୍ୟନ୍ତ ବିବାହ କରିନଥିଲେ ଏବଂ 21 ବର୍ଷ ବୟସର ଥିଲେ। ତାଙ୍କ ମାଉସୀ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଥିଲେ। ସେ ସବୁବେଳେ ତାଙ୍କ ସହିତ ମଜା କରୁଥିଲେ। ତାଙ୍କ ଏବଂ ତାଙ୍କ ମାଉସୀଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ଯେତେବେଳେ ତାଙ୍କ ମାଉସୀ ତାଙ୍କ ଘରକୁ ଆସିଥିଲେ, ସେ ବହୁତ ଗର୍ବୀ ଥିଲେ ଏବଂ ଏହା ଯଥାର୍ଥ ଥିଲା, କାରଣ ସେ ଜଣେ ନାୟିକା ଠାରୁ କମ୍ ନଥିଲେ। ତାଙ୍କ ମାଉସୀ ଲମ୍ବା ଥିଲେ, ତାଙ୍କର ଆଖି ଗୋଲ ଥିଲା, ଗୋରା ରଙ୍ଗ ଥିଲା ଏବଂ ତାଙ୍କର ସୁନ୍ଦର ଶରୀର ଥିଲା। ଯେତେବେଳେ ସେ ରୋହିତଙ୍କୁ ଦେଖୁଥିଲେ, ତାଙ୍କର ଦୃଷ୍ଟି ତାଙ୍କ ହୃଦୟକୁ ବିଦୀର୍ଣ୍ଣ କରୁଥିଲା, କିନ୍ତୁ ଯେତେବେଳେ ସେ କଥା ହେଉଥିଲେ, ସେ ଏକ ମୁହଁ କରୁଥିଲେ। ସେହି ସମୟଠାରୁ ସେ ବୁଝିପାରିଲେ ଯେ ତାଙ୍କ ମାଉସୀ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଗର୍ବରେ ପରିପୂର୍ଣ୍ଣ ଥିଲେ। ରୋହିତଙ୍କ ମାଉସା ତାଙ୍କ ଘରୁ 80 କିଲୋମିଟର ଦୂରରେ ଥିବା ଏକ କମ୍ପାନୀରେ କାମ କରୁଥିଲେ, ତେଣୁ ସେ ଫେରିବା ବେଳକୁ ମଧ୍ୟରାତ୍ରି ହେଉଥିଲା ଏବଂ କେତେକ ସମୟରେ ସେ ଫେରୁ ନଥିଲେ। ଦିନକୁ ଦିନ ଯାତାୟାତ କରିବା କଷ୍ଟକର ହୋଇଥିବାରୁ ଦିନକୁ ଦିନ ରହି ଆସୁଥିଲେ। ଯେତେବେଳେ ତାଙ୍କ ମାଉସା ଘରେ ନଥିଲେ, ତାଙ୍କ ମାଉସୀ ତାଙ୍କ କୋଠରୀରେ ଏକା ରହୁଥିଲେ। ରୋହିତ ପ୍ରାୟତଃ ତାଙ୍କୁ ଏକା କଷ୍ଟ ଭୋଗୁଥିବା ଦେଖିଥିଲେ ଏବଂ ତାଙ୍କୁ ଦେଖି ସେ ଅନୁଭବ କରୁଥିଲେ ଯେ ତାଙ୍କ ମାଉସା ମଧ୍ୟରାତ୍ରିରେ ଘରକୁ ଫେରିବେ, କେତେବେଳେ କାମ କରିବେ, କେତେବେଳେ ନୁହେଁ। ମଉସା ମାଉସୀଙ୍କୁ ଆବଶ୍ୟକ ପ୍ରେମ ଦେଉନଥିଲେ। ସେ ଏହା ଭଲ ଭାବରେ ବୁଝିପାରିଲେ। ଗୋଟିଏ ସକାଳେ ରୋହିତ ଦେଖିଲେ ଯେ ସେ ବହୁତ ଦୁଃଖୀ ଦେଖାଯାଉଛି। ସେ ପଚାରିଲେ, ମାଉସୀ, କଣ ହୋଇଛି? ତୁମେ ଏତେ ଦୁଃଖିତ କାହିଁକି? ମାଉସୀ ଉତ୍ତର ଦେଲେ, ମୋର ସ୍ୱାସ୍ଥ୍ୟ ଭଲ ହେଉନାହିଁ। ରୋହିତ ତାପରେ କିରାଣା ଦୋକାନରୁ ଔଷଧ ଆଣିଲେ। ତାହା ଖାଇବା ପରେ ମାଉସୀ ତାଙ୍କ ରୁମକୁ ଗଲେ। କିଛି ସମୟ ପରେ ସେ ତାଙ୍କୁ ପରୀକ୍ଷା କରିବାକୁ ଗଲେ, କିନ୍ତୁ ତାଙ୍କୁ ପ୍ରବଳ ଜ୍ୱର ହେଉଥିଲା। ସେ ପଚାରିଲେ, ମାଉସୀ, ଆଜି କଣ ମାଉସା ଘରେ ରହିବେ? ତାଙ୍କ ମାଉସୀ ଉତ୍ତର ଦେଲେ, ସେ ଅଫିସ କାମରେ କିଛି ଦିନ ପାଇଁ ବାହାରେ ଅଛନ୍ତି। ରୋହିତ ତାପରେ ଆଶ୍ଚର୍ଯ୍ୟ ହେଲେ, ମୁଁ ଏବେ କଣ କରିବି? ମାଉସୀଙ୍କ ଅବସ୍ଥା ଖରାପ ହେଉଛି। ତାଙ୍କୁ ମନେ ପଡ଼ିଲା ଯେ ତାଙ୍କ ବନ୍ଧୁଙ୍କ ବାପା ଜଣେ ଡାକ୍ତର ଥିଲେ। ସେ ତୁରନ୍ତ ତାଙ୍କ ବନ୍ଧୁଙ୍କୁ ଡାକି କହିଲେ, ଭାଇ, ମୋର କିଛି କାମ ଅଛି। ସେ ଉତ୍ତର ଦେଲେ, ହଁ ଭାଇ, ମୋତେ କଣ କୁହନ୍ତୁ। ରୋହିତ ତାପରେ କହିଲେ, ତୁମର ବାପାଙ୍କୁ ଶୀଘ୍ର ମୋ ଘରକୁ ପଠାଅ। ମୋ ମାଉସୀଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି। ସେ କହିଲେ, ଠିକ ଅଛି ଭାଇ, ମୁଁ ତୁମକୁ ତୁରନ୍ତ ପଠାଇ ଦେଉଛି। କିଛି ସମୟ ପରେ ଡାକ୍ତର ଆସିଲେ। ସେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଲେ ଏବଂ କିଛି ଔଷଧ ଲେଖିଦେଲେ। ପ୍ରାୟ ଗୋଟିଏ ଘଣ୍ଟା ପରେ
ତାଙ୍କ ଶରୀର ଭଲ ଅନୁଭବ କରିବାକୁ ଲାଗିଲା। ପରଦିନ ସକାଳେ ରୋହିତ ବାଥରୁମକୁ ଯାଉଥିବା ସମୟରେ ତାଙ୍କ ମାଉସୀ କହିଲେ, ରୋହିତ ମୋ ପାଖକୁ ଗୋଟିଏ ମିନିଟ୍ ପାଇଁ ଆସ୍। ଯେତେବେଳେ ସେ ତାଙ୍କ ପାଖକୁ ଗଲେ ତାଙ୍କ ମାଉସୀ କହିଲେ, ଦୟାକରି ମୋତେ କ୍ଷମା କରିଦିଅ। ରୋହିତ ପଚାରିଲେ, କଣ ହୋଇଛି? ତାଙ୍କ ମାଉସୀ ଉତ୍ତର ଦେଲେ, ମୁଁ ଏହି ଘରକୁ ଆସିବା ପରଠାରୁ ମୁଁ ଥରେ ବି ତୁମ ସହିତ ସିଧାସଳଖ କଥା ହୋଇନାହିଁ, କିନ୍ତୁ ତୁମେ ମୋର ଏତେ ଭଲ ଯତ୍ନ ନିଅ। ରୋହିତ ଉତ୍ତର ଦେଲେ, ମାଉସୀ ଠିକ ଅଛି, ମୁଁ ତୁମକୁ ନିଜର ବୋଲି ମାନିବି। ତାପରେ ସେ ଭାବିଲେ, ମୋ ହୃଦୟରେ କଣ ଅଛି ତାହା ମୋ ମାଉସୀଙ୍କୁ କହିବା ଉଚିତ। ଠିକ ଅଛି, କିନ୍ତୁ ତାପରେ ସେ ଅନୁଭବ କଲେ ଯେ ତାଙ୍କ ହୃଦୟରେ କଣ ଅଛି ତାହା ତାଙ୍କୁ କହିବା ମୂର୍ଖତା ହେବ। ମୋ ମାଉସୀ ମୋ ପ୍ରତି ଆକର୍ଷିତ ହୋଇ ମୋ ସହିତ କଥା ହେବା ଆରମ୍ଭ କରିଛନ୍ତି। ସେ କହିଲେ, ଯଦି ମୁଁ ତାଙ୍କୁ ଏବେ ସବୁ କିଛି କହିବି ତେବେ ବହୁତ ଶୀଘ୍ର ମାଉସୀ ରାଗିପାରେ, ତେଣୁ ମୋତେ ପ୍ରଥମେ ତାଙ୍କୁ ଅଧିକ ସ୍ନେହ ଅର୍ଜନ କରିବାକୁ ପଡ଼ିବ, ତାପରେ ତାଙ୍କୁ କହିବା ଭଲ ହେବ। ଏହାପରେ ମାଉସୀ ଏବଂ ରୋହିତ ବହୁତ ଭଲ ବନ୍ଧୁ ହୋଇଗଲେ। ଏବେ ସେ ମାଉସୀ ଯାହା କହିଥିଲେ ତାହା ମାନିଲେ ଏବଂ ତୁରନ୍ତ ସେ ଯାହା ମାଗିଲେ ତାହା କଲେ। ମାଉସୀ ମଧ୍ୟ ତାଙ୍କ ଆଡ଼କୁ ଟିକେ ଘୁରି ବୁଲିବାକୁ ଲାଗିଲେ। ଦିନେ ମାଉସୀ ତାଙ୍କୁ କହିଲେ, ରୋହିତ ତୁମର ମଉସା ବହୁତ କମ ଘରକୁ ଆସନ୍ତି, ତେଣୁ ତୁମେ ରାତିରେ ମୋ ରୁମକୁ ଆସିବା ଉଚିତ। ଆମେ ଏକାଠି କଥା ହେବା କିମ୍ବା ସିନେମା ଦେଖିବା। ମୁଁ ମୋ ରୁମରେ ଏକା ରହିବାକୁ ପସନ୍ଦ କରୁନାହିଁ। ରୋହିତ ମନେ ମନେ ଭାବିଲେ, ଲାଗୁଛି ମାଉସୀ ତାଙ୍କୁ ଇଙ୍ଗିତ ଦେଉଛନ୍ତି। ଏବେ ସେ ସିଧାସଳଖ କଣ ଚାହୁଁଛନ୍ତି ତାହା କହିବା ସହଜ ହେବ। ସେ ଚାଲିଗଲା। ଏବେ ମୋତେ ଯେକୌଣସି ସୁଯୋଗ ମିଳିଲେ ମୁଁ ତୁମକୁ କହିବି ମୁଁ କଣ ଚାହୁଁଛି। ତାପରେ ସେ ତାଙ୍କ ମାଉସୀଙ୍କ ରୁମକୁ ଗଲେ। ସେ କିଛି ଘର କାମ କରୁଥିଲେ। ତାଙ୍କୁ ଦେଖି ତାଙ୍କ ମନ ଚମକୁ ଉଠିଗଲା ଏବଂ ସେ ତାଙ୍କ ମୋବାଇଲ ଫୋନରେ ଏକ ଭିଡିଓ ଦେଖିବାକୁ ଭିତରକୁ ଗଲେ। ଭିଡିଓଟି ପୂର୍ଣ୍ଣ ଭଲ୍ୟୁମରେ ଥିଲା। ସାରା କୋଠରୀରେ ଶୁଭୁଥିଲା। ସେ ବାହାରକୁ ମୁହଁ ବୁଲାଇଥିଲେ, ଯାହା ଫଳରେ ସେ କେହି ଜଣେ ଦ୍ୱାର ଆଡ଼କୁ ଆସୁଥିବାର ଶୁଣିପାରିବେ। କିନ୍ତୁ ରୋହିତ ଭିଡିଓର ଉପଭୋଗ କରିବାରେ ମଗ୍ନ ଥିଲେ। ଶବ୍ଦ ଉପଭୋଗ କରୁଥିଲେ। ତାଙ୍କ ମାଉସୀ କେତେବେଳେ ରୁମରେ ପ୍ରବେଶ କଲେ ତାହା ସେ ଜାଣିପାରିଲେ ନାହିଁ ଏବଂ ତାପରେ ସେ ତାଙ୍କ ପଛେ ପଛେ ଭିଡିଓ ଦେଖିବାକୁ ଲାଗିଲେ। କିନ୍ତୁ ରୋହିତ କିଛି ଜାଣିପାରିଲେ ନାହିଁ। ତାପରେ ତାଙ୍କ ମାଉସୀ ହାଲୁକା କାଶ କଲେ ଏବଂ ଯେତେବେଳେ ସେ ଭିଡିଓରୁ ଉପରକୁ ଚାହିଁଲେ ସେ ତାଙ୍କୁ ତାଙ୍କ ପଛରେ ଠିଆ ହୋଇଥିବାର ଦେଖିଲେ ହସୁଥିଲେ। ସେ ଶୀଘ୍ର ଭିଡିଓଟି ବନ୍ଦ କରିଦେଲେ। ସମ୍ପୂର୍ଣ୍ଣ ଭୟଭୀତ ହୋଇଗଲେ। ତାଙ୍କ ମାଉସୀ ତାଙ୍କ କାନ ଧରି ପଚାରିଲେ, ତୁମେ ଏବେ ଏହାକୁ କାହିଁକି ବନ୍ଦ କରିଦେଲ? ତୁମେ ଭୟଭୀତ ହେଉଛ? ତାପରେ ଟିକିଏ ହସ ଏବଂ ଟିକିଏ ଭୟଭୀତ ହୋଇ ସେ କହିଲେ, ହମ ମାଉସୀ, ଯେତେବେଳେ କେହି ତୁମକୁ ଭିଡିଓ ଦେଖୁଥିବାର ଧରିଥାଏ ସେତେବେଳେ ଭୟ ଲାଗିବା ସ୍ୱାଭାବିକ। ତାପରେ ସେ କହିଲା, ତେବେ ତୁମେ ଏବେ ଭୟ କରୁଛ କି? ଆମେ ଯେତେବେଳେ ରୁମରେ ଭିଡିଓ ଦେଖୁଥିଲୁ ମୁଁ ଭୟଭୀତ ନଥିଲି। ତାପରେ ସେ କହିଲା, ମାଉସୀ ମୁଁ ତୁମକୁ କଣ କହିବି? ମୁଁ ଜାଣି ନାହିଁ ରୁମରେ କଣ ଅଛି। ଯେତେବେଳେ ଆମେ ଏକା ଥାଉ ମୋର ମନ ଘୁରି ବୁଲୁଥାଏ। ତାପରେ ସେ ମାଉସୀଙ୍କ ହାତ ଧରି ବିଛଣାରେ ବସି କହିଲେ, ମାଉସୀ ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ଯଦି ମୁଁ କିଛି କହେ ତୁମେ କିଛି ଆପତ୍ତି କରିବ ନାହିଁ। ମାଉସୀ ଉତ୍ତର ଦେଲେ, ତୁମେ ଯାହା କରିଛ ତାହା ଦେଖି ଯଦି ମୋତେ ଖରାପ ଲାଗିଥାନ୍ତା ତେବେ ମୁଁ ମାଉସୀଙ୍କ ପାଖରେ ଅଭିଯୋଗ କରିଥାନ୍ତି। ଏହା ରୋହିତ ଆଖି ଟିକେ ତଳକୁ କରି କହିଲେ, ମାଉସୀ ତୁମେ ଏହି ଘରକୁ ଆସିବା ଦିନଠାରୁ ମୁଁ ତୁମକୁ ପସନ୍ଦ କରୁଛି। ମାଉସୀ ହସି କହିଲେ, ଠିକ ଅଛି, ତେବେ କୁହ ମୁଁ କଣ କରିବି? ରୋହିତ ଉତ୍ତର ଦେଲେ, ମାଉସୀ ମୁଁ ଥରେ ତୁମ ସହିତ ରହିବି। ମାଉସୀ କହିଲେ, ରୋହିତ କିନ୍ତୁ ଏହା କିପରି ହୋଇପାରିବ? ଯଦି ତୁମର ମଉସା ଏହା ବିଷୟରେ ଜାଣିଯାଏ ତେବେ ସେ ମୋତେ ଛାଡ଼ିବେ ନାହିଁ। ରୋହିତ ତାପରେ କହିଲେ, ମାଉସୀ ଆମେ ଏହା ଗୁପ୍ତ ଭାବରେ ପରିବାରର ଆଖିରୁ ଦୂରରେ କରିବୁ। ମାଉସୀ କହିଲେ, ନା ମୁଁ ତୁମ ସହିତ ଏହା କରିପାରିବି ନାହିଁ। ତାପରେ ରୋହିତ କହିଲେ, ମାଉସୀ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ଆମ ଦୁଇ ଜଣଙ୍କ ବ୍ୟତୀତ ଘରେ ଆଉ କେହି ଏହା ବିଷୟରେ ଜାଣିପାରିବେ ନାହିଁ। ମାଉସୀ କହିଲେ, କିନ୍ତୁ ରୋହିତ ମୁଁ ତୁମର ମାଉସୀ। ରୋହିତ କହିଲେ, ତେବେ କଣ ଆମେ କିଛି ଭୁଲ କରୁନାହୁଁ? ତାପରେ ମାଉସୀ କହିଲେ, ତୁମେ ଜାଣ ତୁମ ମଉସା ମଧ୍ୟରାତ୍ରିରେ ଘରକୁ ଆସନ୍ତି ଏବଂ ତାହା ମଧ୍ୟ ଠକି ପଡ଼ିଥାଏ। କେତେବେଳେ ସେ ମୋତେ ଉତ୍ସାହିତ କରନ୍ତି। ତାପରେ ରୋହିତ କହିଲେ, ମୁଁ ମଉସାଙ୍କ ବିଷୟରେ ସବୁକିଛି ଜାଣେ ଏବଂ ମୁଁ ଏହା ମଧ୍ୟ ଜାଣେ ତୁମେ କେବଳ ଖୁସି ହେବାର ଅଭିନୟ କରୁଛ। ଏହା ଶୁଣି ମାଉସୀଙ୍କ ମୁହଁ ପଡ଼ିଗଲା ଏବଂ ତାଙ୍କର ଦୁଃଖିତ ମୁହଁ ଦେଖି ରୋହିତ ସତ୍ୟ ବୁଝିପାରିଲେ। ମାଉସୀ କହିଲେ,
ତୁମେ ଠିକ କହୁଛ ରୋହିତ। ସମୟ କେବଳ ବିତି ଯାଉଛି। ମୁଁ ତୁମ ମଉସାଙ୍କ ସହିତ ଖୁସି ନୁହେଁ। ତୁମ ମଉସା ବହୁତ ଦୂରରୁ ଆସିଥିବା ବାହାନା କରି ଶୀଘ୍ର ଶୋଇବାକୁ ଯାଆନ୍ତି। ଏବେ ମୁଁ କ୍ଳାନ୍ତ ଏବଂ ନିଦଗ୍ରସ୍ତ। ଏବେ ମୋତେ କୁହ, ମୁଁ ତାକୁ ପ୍ରତିଦିନ ଖୁସି ରହିବାକୁ ବାଧ୍ୟ କରିପାରିବି ନାହିଁ। ସେ ନିଜ ବିଷୟରେ ଚିନ୍ତା କରିବା ଏବଂ ମୋର ଯତ୍ନ ନେବା ଉଚିତ। ସେ କେବଳ ଯେତେବେଳେ ସେ ମନକୁ ଭଲ ପାଏ, ସେ ମୋ ବିଷୟରେ ଆଦୌ ଚିନ୍ତା କରେ ନାହିଁ, କିମ୍ବା ଯେତେବେଳେ ମୁଁ ମନକୁ ଭଲ ପାଏ, ସେ କେବଳ ନିଜ ବିଷୟରେ ଚିନ୍ତା କରେ। ଏହା ଶୁଣି ରୋହିତ ଆଶ୍ଚର୍ଯ୍ୟ ହୋଇ କହିଲେ, ମାଉସୀ, ସେଥିପାଇଁ ମୁଁ ତୁମର ଏତେ ଚିନ୍ତା କରେ ଏବଂ ସେଥିପାଇଁ ମୁଁ କହୁଛି ଯେ ମୁଁ ତୁମକୁ ଖୁସି କରିପାରିବି। ମାଉସୀ, ମୁଁ ତୁମର ପ୍ରତ୍ୟେକ ଭାବନା ଏବଂ ଯନ୍ତ୍ରଣା ବୁଝିପାରୁଛି। ଠିକ ସେତେବେଳେ ମାଉସୀ ତାଙ୍କ ହାତକୁ ଧରି ଜୋରରେ ଚିପିଲେ ଏବଂ ଯେତେବେଳେ ତାଙ୍କ ମାଉସୀ ତାଙ୍କ ହାତକୁ ଚିପିଲେ, ସେ ଅନୁଭବ କଲେ ଯେ ସେ ଭିତରେ କେତେ ଆକୁଳ। ତାପରେ ତାଙ୍କ ମାଉସୀ କହିଲେ, ରୋହିତ, ତୁମେ ମୋ ଭାବନା ବିଷୟରେ ଏତେ ବୁଝିପାରୁଛ। ତୁମେ ଏତେ ବୁଦ୍ଧିମାନ ହୋଇଗଲ, କିନ୍ତୁ ମୁଁ କେବେ ତୁମକୁ ଧ୍ୟାନ ଦେଇନଥିଲି। ରୋହିତ ଉତ୍ତର ଦେଲେ, ହଁ ମାଉସୀ, ମୁଁ ତୁମକୁ ସମ୍ପୂର୍ଣ୍ଣ ବୁଝିପାରୁଛି। ତାପରେ ତାଙ୍କ ମାଉସୀ କହିଲେ, ମୁଁ ଏହା ବିଷୟରେ ଭାବିବାକୁ ଏବଂ ତୁମକୁ କହିବାକୁ ଦିଅ। ସେ ତାଙ୍କ ରୁମକୁ ଗଲେ। ତାଙ୍କ ମାଉସୀ ତାଙ୍କ ରୁମକୁ ଯିବାର ଉପାୟ ତାଙ୍କୁ ପସନ୍ଦ ଆସିଲା ନାହିଁ। ତାଙ୍କର ମନୋଭାବ ଖରାପ ହୋଇଗଲା ଏବଂ ସେ ଭାବିବାକୁ ଲାଗିଲେ ଯେ ଏବେ କିଛି ହୋଇପାରିବ ନାହିଁ। ପରଦିନ ସକାଳେ ସେ ଗାଧୋଇ ସାରି ବାଥରୁମରୁ ବାହାରି ଆସିଲେ। ଠିକ ସେହି ସମୟରେ ତାଙ୍କ ମାଉସୀ ଭିତରକୁ ଆସି କହିଲେ, ତୁମେ ଆଜି ବହୁତ ସ୍ମାର୍ଟ ଦେଖାଯାଉଛ। ରୋହିତ କିଛି ନ କହିଲେ ଏବଂ ତାଙ୍କ ରୁମକୁ ଗଲେ, କାରଣ ସେ ତାଙ୍କ ମାଉସୀଙ୍କ ଉପରେ ରାଗିଥିଲେ। କିଛି ସମୟ ପରେ ତାଙ୍କ ମାଉସୀ ରୋହିତଙ୍କ ରୁମକୁ ଆସି ପଚାରିଲେ, କଣ ହେଲା? ତୁମେ ମୋ ଉପରେ ରାଗିଛ କି? ରୋହିତ କହିଲେ, ମୋ ରୁମ୍ ଛାଡ଼ି ତୁମର କାମ କର। ମୁଁ ତୁମ ସହିତ କଥା ହେବାକୁ ଚାହୁଁନାହିଁ। ଏବଂ ତାପରେ ସେ ତା କାମ କରିବାକୁ ବାହାରକୁ ଗଲା। ସେ ସନ୍ଧ୍ୟାରେ ଘରକୁ ଫେରିବା ପରେ ସେ ଦେଖିଲା ଯେ ତାର ମଉସା ମଧ୍ୟ ଫେରି ଆସିଛନ୍ତି। ତାର ମନ ଆହୁରି ଖରାପ ହୋଇଗଲା, କାରଣ ଏବେ ତାର ସ୍ୱପ୍ନ କେବଳ ସେହିପରି ରହିବ। ମଉସା ତାକୁ ଚାହିଁ କହିଲା, ରୋହିତ, ତୁମେ ଠିକ ଅଛ କି? ସେ ଉତ୍ତର ଦେଲେ, ହଁ, ମୁଁ ଭଲ ଅଛି। ତାପରେ ସେ ତାର କୋଠରୀକୁ ଗଲା ଏବଂ କିଛି ସମୟ ପରେ ମଉସା ତାକୁ ଡାକି କହିଲା, ରୋହିତ, ଆସ୍, ରାତ୍ରି ଭୋଜନ କର। ତାପରେ ଆମେ ସମସ୍ତେ ବସି ଖାଇଲୁ। ରୋହିତ ମାଉସୀଙ୍କୁ ଚାହିଁ ରହିଲେ ଏବଂ ମାଉସୀ ତାଙ୍କୁ ଚାହିଁ ହସି ହସି ଧୀରେ ଇଙ୍ଗିତ କଲେ ଯେ ସେ ଚୁପ ରହିବେ। ମଉସା ରୋହିତଙ୍କ ପୂର୍ବରୁ କଥା ସରିଗଲେ ଏବଂ ତାପରେ ବାହାରକୁ ଗଲେ, କିନ୍ତୁ ରୋହିତ ଧୀରେ ଧୀରେ ଖାଉଥିଲେ। ମାଉସୀ ତାଙ୍କ ପାଖକୁ ଆସି କହିଲେ, କଣ ହେଲା ରୋହିତ? ତୁମେ ମୋ ଉପରେ ରାଗିଛ କି? ରୋହିତ କହିଲେ, ହଁ। ତାପରେ ସେ କହିଲା, ତୁମେ ମୋତେ କାହିଁକି ବୁଝିପାରୁନାହଁ? ଏହା ଭୁଲ। ତାପରେ ରୋହିତ କହିଲେ, ଏଥିରେ କଣ ଅସୁବିଧା ଅଛି? ତାପରେ ମାଉସୀ କହିଲେ, ତୁମେ ରାତ୍ରି ଭୋଜନ କରି ତୁମର ରୁମକୁ ଯାଇ ଶୋଇବା ଉଚିତ। ତାପରେ ରୋହିତ କହିଲେ, ମୁଁ ଶୋଇବି କି ନାହିଁ ତୁମର କଣ ଫରକ ପଡେ? ଏବଂ ତାପରେ ସେ କହିଲେ, ମୁଁ ଆଜି ରାତି ଏଠାରେ ରହିବି। ଏହା କହି ସେ ତାଙ୍କ ରୁମକୁ ଗଲେ। ସେ ସଂକଳ୍ପ କରିଥିଲେ ଯେ ଯାହା ହେଉନା କାହିଁକି ସେ ଅତି କମରେ ଥରେ ତାଙ୍କ ସ୍ୱପ୍ନ ପୂରଣ କରିବେ। ତାପରେ ଯେତେବେଳେ ସମସ୍ତେ ଶୋଇବାକୁ ଗଲେ, ରୋହିତ ସେ ତାଙ୍କ ରୁମର ଦ୍ୱାର ଖୋଲିଦେଲେ, ଯାହାଦ୍ୱାରା ତାଙ୍କ ମାଉସୀ ଜାଣିପାରିବେ ଯେ ସେ ଟେରାସକୁ ଯାଉଛନ୍ତି। ତାପରେ ସେ ଟେରାସ ଉପରକୁ ଗଲେ ଏବଂ ସେଠାରେ 2 ମିନିଟ ବସି ରହିଲେ। ତାପରେ ସେ ନୁପୁରର ଶବ୍ଦ ଶୁଣିଲେ। ସେ ପଛକୁ ଫେରି ଦେଖିଲେ ଯେ ତାଙ୍କ ମାଉସୀ ଟେରାସକୁ ଆସୁଛନ୍ତି। ସେ ଆସି ତାଙ୍କ ପାଖରେ ବସି କହିଲେ, ତୁମେ ପାଗଳ କି? ଏତେ ରାତିରେ ଛାତ ଉପରେ ତୁମେ କଣ କରୁଛ? ରୋହିତ ଉତ୍ତର ଦେଲେ, ଏହା ମୋର ଇଚ୍ଛା। ମୋର ଯାହା ଇଚ୍ଛା ତାହା କରିବି। ତଳକୁ ଯାଅ। ମଉସା ତାଙ୍କ ହାତ ଧରି କହିଲେ, ରୋହିତ, ମୁଁ ତୁମ ସହିତ ଭିତରେ ଅଛି। ସେ ଅଟକି ଗଲେ। ତାପରେ କହିଲେ, କିନ୍ତୁ ଆମେ ଏବେ ତାହା କରିବୁ ନାହିଁ, କାରଣ ଏହା ଆମ ଉଭୟଙ୍କ ପାଇଁ ଭଲ ହେବ। କିନ୍ତୁ ତୁମେ ମୋ ସହିତ ଯାହା କରିବାକୁ ଚାହୁଁଛ, ତୁମେ ନିଶ୍ଚିତ ଭାବରେ ଗୋଟିଏ ଦିନ କରିବ। କେବଳ ଧୈର୍ଯ୍ୟ ରଖ। ସେ ମାଉସୀଙ୍କ କଥା ବୁଝିପାରିଲେ ଏବଂ କହିଲେ, ଠିକ ଅଛି। ମାଉସୀ ସକାଳେ ମାଉସୀ କହିଲେ, ରୋହିତ, ମୋ କଥା ଧ୍ୟାନ ଦେଇ ଶୁଣ। ମୁଁ କହିଲି, ମୁଁ ତୁମକୁ କହିବି। ତାପରେ ସକାଳ ହେଲା। ରୋହିତ ଏବଂ ମାଉସୀ ଚା ପିଉଥିଲେ। ମଉସା ଆସି କହିଲା, ମୁଁ ତୁମକୁ କିଛି କହିବାକୁ ଆସିଛି। ମୁଁ ଆଉ କେବେ ଫେରିବି ନାହିଁ। ମୁଁ କାମ ପାଇଁ ବାହାରକୁ ଯାଉଛି ଏବଂ ପ୍ରାୟ 3 ମାସ ପରେ ଫେରିବି। ମଉସା କହିଲା, ରୋହିତ, ଏବେ ଏହି ଘରର ଦାୟିତ୍ୱ ତୁମର। ତୁମ ମାଉସୀଙ୍କର ଭଲ ଯତ୍ନ ନିଅ। ରୋହିତ କହିଲା, ମଉସା,
ଦୟାକରି ଚିନ୍ତା କର ନାହିଁ, ମୁଁ ଏଠାରେ ଅଛି। ମୁଁ ଘରର ଦାୟିତ୍ୱ ଭଲ ଭାବରେ ତୁଲାଇବି ଏବଂ ମାଉସୀଙ୍କ କଥା ମୁଁ ତାଙ୍କର ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନେବି। କେବଳ ଚିନ୍ତା କର ନାହିଁ। ମାଉସା କହିଲେ, ମୋ ଟ୍ରେନ୍ 2 ଘଣ୍ଟା ପରେ ଛାଡ଼ିବି। ରୋହିତ ତାଙ୍କ ମାଉସାଙ୍କୁ ଷ୍ଟେସନରେ ଛାଡ଼ିବାକୁ ଗଲେ। ଯେତେବେଳେ ସେ ଘରକୁ ଫେରିଲେ, ମାଉସୀଙ୍କ ମନ ଖରାପ ଥିଲା ଏବଂ ସେ କାନ୍ଦୁଥିଲେ। ସେ ପଚାରିଲେ, ମାଉସୀ, କଣ ହୋଇଛି? ତୁମେ କାହିଁକି କାନ୍ଦୁଛ? ମାଉସୀ ଉତ୍ତର ଦେଲେ, ମୁଁ କାହିଁକି କାନ୍ଦିବି? ତୁମ ମାଉସା ପ୍ରତି କିଛି ଦିନ ପରେ ଫେରି ଆସୁଥିଲେ ଏବଂ ଏବେ ସେ ଲଗାତାର 3 ମାସ ପାଇଁ ଚାଲି ଯାଇଛନ୍ତି। ରୋହିତ ମାଉସୀଙ୍କୁ ବିଛଣାରେ ବସାଇ କହିଲେ, ମାଉସୀ, କିଛି ନାହିଁ। ମାଉସାଙ୍କୁ ତାଙ୍କ କାମ ପାଇଁ ଯିବାକୁ ପଡୁଥିଲା ଏବଂ ମୁଁ ତୁମର ଯତ୍ନ ନେବାକୁ ଏଠାରେ ଅଛି। ମାଉସୀ ତାଙ୍କୁ କୁଣ୍ଢେଇ ପକାଇଲେ। କୌଣସି କଥା ନ କହି ମାଉସୀ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କଲେ ଏବଂ କଥାବାର୍ତ୍ତା ଚାଲିଲା। କାରଣ ମାଉସୀ ଏବେ ଗଭୀର ଦୁଃଖିତ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ସେ ଦ୍ୱିତୀୟ ଥର ଚିନ୍ତା ନ କରି ତାଙ୍କ ଉପରେ ତାଙ୍କର ସମସ୍ତ ପ୍ରେମ ବର୍ଷା କଲେ। ରୋହିତ ପଛରେ ନଥିଲେ। ମଉସା ସବୁବେଳେ ମାଉସୀଙ୍କୁ ଅତୃପ୍ତ ଛାଡ଼ି ଚାଲିଗଲେ, କିନ୍ତୁ ଆଜି ରୋହିତ ଏହାର ପ୍ରତିଫଳ ଦେଉଥିଲେ। ସେ ସାରା ରାତି ବିତାଇଲେ। ସେ ତାଙ୍କ ମାଉସୀଙ୍କୁ ଅତ୍ୟନ୍ତ ଯତ୍ନର ସହିତ ସେବା କଲେ ଏବଂ ନିଜକୁ ସମ୍ପୂର୍ଣ୍ଣ ଉପଭୋଗ କଲେ। ସେ ମଧ୍ୟ ତାଙ୍କୁ ପ୍ରେମରେ ବୃଷ୍ଟି କଲେ ଏବଂ ଏପାଖରୁ ସେପାଖକୁ କୋଣ ପରିବର୍ତ୍ତନ କରି ଉପଭୋଗ କରୁଥିଲେ। ପ୍ରାୟ 3ଟା ବାଜିଥିଲା ଏବଂ ସେମାନେ ଦୁହେଁ ଶୋଇପଡ଼ିଲେ। ପରଦିନ ଯେତେବେଳେ ତାଙ୍କ ମାଉସୀ ଉଠିଲେ, ତାଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ ସେ ପ୍ରକୃତରେ ଖୁସି। ତାପରେ ସେ ତାଙ୍କ ହାତ ଧରି କହିଲେ, ରୋହିତ, ମୁଁ ଜାଣିନାହିଁ ତୁମେ ମୋତେ ଦେଇଥିବା ଖୁସି ପାଇଁ କେତେ ଦିନ ଧରି ଅପେକ୍ଷା କରିଛ। ତାପରେ ରୋହିତ କହିଲେ, ତୁମେ ସବୁବେଳେ ମୋତେ ଅଣଦେଖା କରୁଥିଲ ଏବଂ ଆଜି ତୁମ ମୁହଁରେ ଥିବା ଆନନ୍ଦକୁ ଦେଖ। ଏହା ଦେଖାଉଛି ଯେ ତୁମେ ଭିତରେ କେତେ ଖୁସି। ତାପରେ ତାଙ୍କ ମାଉସୀ ତାଙ୍କୁ କୁଣ୍ଢେଇ ପକାଇ କହିଲେ, ଧନ୍ୟବାଦ ମୋର ପ୍ରିୟ। ସେହି ଦିନଠାରୁ ରୋହିତ ତାଙ୍କ ମାଉସୀଙ୍କ ସହ ତାଙ୍କ କୋଠରୀରେ ଶୋଇବା ଆରମ୍ଭ କଲେ ଏବଂ ସେମାନେ ଦୁହେଁ ପ୍ରତିଦିନ ଖୁସିରେ ରହୁଥିଲେ। ବନ୍ଧୁଗଣ, ଆପଣମାନଙ୍କୁ ଆମର କାହାଣୀଟି କିପରି ଲାଗିଲା ଦୟାକରି କମେଣ୍ଟ କରି ଜଣାନ୍ତୁ। ଯଦି ଆପଣମାନଙ୍କୁ ଆମର କାହାଣୀଟି ପସନ୍ଦ ଆସିଛି ତାହେଲେ ଭିଡିଓକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଦେଖାହେବା ଆଉ ଏକ ନୂତନ କାହାଣୀରେ। ସେ ପର୍ଯ୍ୟନ୍ତ ରହିଲି ଧନ୍ୟବାଦର ନମସ୍କାର।